ଆପଣଙ୍କୁ ମିଳୁନି କି ମାଗଣା ରାସନ ଖୋଲିଲା ପୋର୍ଟାଲ? ଏମିତି ଆପ୍ଲାଏ କଲେ ପାଇବେ ନୂଆ କାର୍ଡ଼। ଓଡ଼ିଶାରେ ରହୁଛନ୍ତି ଯଦି ନୂଆ ଆବେଦନ କରିବାକୁ ଚାହୁଁଥିଲେ ଆପଣମାନଙ୍କ ପାଇଁ ଗୁଡ୍ ନ୍ୟୁଜ୍। ଏମିତି ଆବେଦନ କଲେ 30 ଦିନ ଭିତରେ ଆପଣଙ୍କର ନୂଆ ରାସନ କାର୍ଡ଼ଟି ଆସିଯିବ। ଆସନ୍ତୁ ଆଜି ଆମେ ସେହି ପ୍ରୋସେସ୍ ବିଷୟରେ ଜାଣିବା, ଯେମିତିକି ଆପଣଙ୍କ ରାସନ କାର୍ଡ଼ ଗୋଟେ ମାସ ବା 30 ଦିନ ଭିତରେ ଆପଣଙ୍କୁ ମିଳିଯିବ। ତେଣୁ ଚାଲନ୍ତୁ ଆଜି ଆମେ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ ନୂଆ ରାସନ କାର୍ଡ଼ 2026ରେ କେମିତି ଆବେଦନ କରିବେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରିଦିଅନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ରାସନ କାର୍ଡ଼ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଡକୁମେଣ୍ଟ। ଯାହାର ରାସନ କାର୍ଡ଼ ଅଛି ତାଙ୍କୁ ସରକାରୀ ରାସନ ଦୋକାନରୁ କମ୍ ରେଟ୍ରେ ଗହମ ଓ ଚାଉଳ ମିଳିଥାଏ। ପ୍ରତ୍ୟେକ ରାଜ୍ୟରେ ରାସନ କାର୍ଡ଼ ତିଆରି କରିବାର ସୁବିଧା ଭିନ୍ନ ଭିନ୍ନ ଉପାୟରେ ଯୋଗାଇ ଦିଆଯାଏ। ସମସ୍ତ ରାଜ୍ୟରେ ବିଭିନ୍ନ ପୋର୍ଟାଲ ମାଧ୍ୟମରେ ରାସନ କାର୍ଡ଼ ପାଇଁ ଆବେଦନ କରିବାର ବ୍ୟବସ୍ଥା କରାଯାଇଛି। ଆଜି ବି ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ଅଛନ୍ତି ଯେଉଁମାନେ ଦିନକୁ ଓଳି ଭୋଜନ କରିବାକୁ ପାଆନ୍ତି ନାହିଁ। ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ଖାଇବା ପାଇଁ ସଂଘର୍ଷ କରିବାକୁ ପଡ଼ିଥାଏ। ଏଭଳି ଲୋକଙ୍କ ପାଇଁ ସରକାର ରାସନ କାର୍ଡ଼ ତିଆରି କରିଛନ୍ତି। ରାସନ ସହିତ ସରକାର ବିଭିନ୍ନ ଜିନିଷ ଯୋଗାଉଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ଏକ ନୂଆ ଯୋଜନା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ NFSA ତଥା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା SFSS ଅଧୀନସ୍ଥ ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ କୋଟା ବଣ୍ଟନ କରିବା ପାଇଁ ସ୍ଥିର କରିଛନ୍ତି। ଏହି ଯୋଜନା ମାଧ୍ୟମରେ ମାସିକ ନିୟମିତ ଧାର୍ଯ୍ୟ ଚାଉଳ କୋଟା ବ୍ୟତୀତ ମୁଣ୍ଡ ପିଛା ମାସିକ 5 କିଲୋଗ୍ରାମ ଅତିରିକ୍ତ ଚାଉଳ ମିଳିବ। ରାସନ କାର୍ଡ଼ର ସୁବିଧା ପାଇବାକୁ ହେଲେ ଆପଣଙ୍କୁ ପ୍ରଥମେ ଏକ ରାସନ କାର୍ଡ଼ ତିଆରି କରିବାକୁ ପଡ଼ିବ। ଅଫଲାଇନରେ ତିଆରି କଲେ ଗୋଟିଏ ରାସନ କାର୍ଡ଼ ପାଇବା ଅତ୍ୟନ୍ତ ବ୍ୟୟବହୁଳ। ଆପଣଙ୍କୁ ବାରମ୍ବାର ଅଫିସ ଦୌଡ଼ିବାକୁ ପଡ଼ିବ। ଏସବୁ ଭିତରେ ଅନେକ ମାସ ବିତିଯାଏ। ଲୋକଙ୍କ ଏହି ସମସ୍ୟାର ସମାଧାନ ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଅନଲାଇନରେ ରାସନ କାର୍ଡ଼ ତିଆରି କରିବାକୁ ସରକାର ଏହି ସୁବିଧା ଆରମ୍ଭ କରିଛନ୍ତି। ଏହା ଅଧୀନରେ ଯେକୌଣସି ଯୋଗ୍ୟ ବ୍ୟକ୍ତି ଗୋଟିଏ ରାସନ କାର୍ଡ଼ ତିଆରି ପାଇଁ ଅନଲାଇନରେ ଆବେଦନ କରିପାରିବେ। ଏଥିପାଇଁ ସରକାର ପୋର୍ଟାଲ ବି ଖୋଲିଛନ୍ତି। ଓଡ଼ିଶା ସରକାରଙ୍କ ଫୁଡ୍ ସପ୍ଲାଇଜ୍ ଏଣ୍ଡ କନଜ୍ୟୁମର ୱେଲଫେୟାର ଡିପାର୍ଟମେଣ୍ଟ ୱେବସାଇଟରେ ପ୍ରତ୍ୟେକ ପ୍ରକାରର ସୂଚନା ପାଇପାରିବେ। ଏହି ୱେବସାଇଟରେ ଆପଣ ମାଗଣା ରାସନ କାର୍ଡ଼ ପାଇଁ ଆବେଦନ କରିପାରିବେ। ବିଶେଷ କଥା ହେଉଛି ଅନଲାଇନ ସୁବିଧା ପ୍ରବର୍ତ୍ତନ ହେତୁ ଲୋକଙ୍କୁ ଆଉ ସରକାରୀ କାର୍ଯ୍ୟାଳୟରେ ବୁଲିବାକୁ ପଡ଼ିବ ନାହିଁ। ଆପଣ 30 ଦିନ ମଧ୍ୟରେ ରାସନ କାର୍ଡ଼ ପାଇପାରିବେ। ରାସନ କାର୍ଡ଼ ପାଇଁ ଅନଲାଇନରେ କିଏ ଆବେଦନ କରିପାରିବେ? ଓଡ଼ିଶାରେ ରାସନ କାର୍ଡ଼ ପାଇଁ ଆବେଦନ କରିବାକୁ ହେଲେ ଆପଣଙ୍କର ଓଡ଼ିଶାର ନାଗରିକତା ଥିବା ଆବଶ୍ୟକ। ପରିବାରର ମୁଖ୍ୟ ଏହାକୁ ନିଜ ନାମରେ କରାଇ ପାରିବେ। ରାସନ କାର୍ଡ଼ ପାଇବା ପାଇଁ ଆପଣଙ୍କର ସର୍ବନିମ୍ନ ବୟସ 18 ବର୍ଷ ହେବା ଉଚିତ। ଯେକୌଣସି ରାଜ୍ୟର ଯେକୌଣସି ନାଗରିକ ଯାହାଙ୍କ ପାଖରେ ପୂର୍ବରୁ ରାସନ କାର୍ଡ଼ ନାହିଁ ସେ ଏହା ପାଇଁ ଅନଲାଇନରେ ଆବେଦନ କରିପାରିବେ। ରାସନ କାର୍ଡ଼ ପାଇଁ କେଉଁ ଡକୁମେଣ୍ଟ ଆବଶ୍ୟକ? ଆୟ ପ୍ରମାଣପତ୍ର, ପରିଚୟ ପତ୍ର, ଠିକଣା ପ୍ରମାଣ, ଆଧାର କାର୍ଡ଼, ବିବାହ ପ୍ରମାଣପତ୍ର, LPG ଗ୍ୟାସ୍ କନେକ୍ସନ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ମୋବାଇଲ ନମ୍ବର ଓ ପାସପୋର୍ଟ ସାଇଜ୍ ଫଟୋ। ରାସନ କାର୍ଡ଼ ପାଇଁ ଅନଲାଇନରେ କିପରି ଆବେଦନ କରିବେ? ଏଥିପାଇଁ ପ୍ରଥମେ ଓଡ଼ିଶା ଖାଦ୍ୟ ବିଭାଗର ଅଫିସିଆଲ ୱେବସାଇଟ ପରିଦର୍ଶନ କରନ୍ତୁ। ଏବେ ଆପଣଙ୍କର ରାଜ୍ୟ ଚୟନ କରନ୍ତୁ। ପରବର୍ତ୍ତୀ ପଦକ୍ଷେପରେ ଆପ୍ଲାଏ ଫର ରାସନ କାର୍ଡ଼ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ। ରାସନ କାର୍ଡ଼ ଫର୍ମ ଖୋଲିବା ପରେ ଜିଲ୍ଲା, ବ୍ଲକ ଏବଂ ଗ୍ରାମ ପଞ୍ଚାୟତର ବିବରଣୀ ପୂରଣ କରନ୍ତୁ। ତୁମର ବାର୍ଷିକ ଆୟ ଅନୁସାରେ ନିଜ ପାଇଁ ରାସନ କାର୍ଡ଼ର ପ୍ରକାର ବାଛ। ଏବେ ଆପଣଙ୍କର ପରିବାରର ସମସ୍ତ ଲୋକଙ୍କ ନାମ ପ୍ରବେଶ କରନ୍ତୁ। ଶେଷରେ ସବମିଟ୍ ଅପସନରେ କ୍ଲିକ୍ କରନ୍ତୁ ଏବଂ ଏକ ପ୍ରିଣ୍ଟ ଆଉଟ୍ ନିଅନ୍ତୁ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝି ଯାଇଥିବେ ଯେ
ओडिशा रे आपण माने केमिटी नुआ राशन कार्ड आवेदन करि परिबे आ आपण मानकु केमिटी गोटे मास मध्यरे नुआ राशन कार्ड मिलिबो। जदि आपण मानकु ए भिडियोटी भल लागि थाए दया करी ए भिडियो को बहुत मात्रा लाइक शेयर और कमेंट करदंतु। आ जे माने प्रथम थर पई हम चैनल को आसीजंती दया करी आपण मानकु अनुरोध करूची आपण माने एबे ही हम चैनल को सब्सक्राइब करदंतु। आज पई एतिकी फोन देखाबो आ एक नुआ भिडियो रे सेते पर्यंत मु दीपू आपण मानक थारु विदा होनउची रहुची। धन्यवाद।